ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଇପିଙ୍ଗ ଗ୍ରାମରେ ବାବା ବାଙ୍କେଶ୍ୱର ଦେବଙ୍କ ଦଣ୍ଡ ନୃତ୍ୟ ଶ୍ୟାମାକାଳୀ ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ଅଜିତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଠାକୁର ଗ୍ରାମ ପରିକ୍ରମା କରି ଆସି ଜଗନ୍ନାଥଙ୍କ ମନ୍ଦିରରେ ବିଶ୍ରାମ ନେଇଥିଲେ ଏବଂ ଅପରାହ୍ନ 5 ଘଟିକା ମଧ୍ୟରେ ପ୍ରଭୁଙ୍କର ପାଣି ତୋଳା ନୀତି ପାଳନ ହୋଇଥିଲା। ତତ୍ପରେ ଗ୍ରାମ ପରିଭ୍ରମଣ ସମୟରେ ଘଣ୍ଟ ଘଣ୍ଟା ବାଦ୍ୟନାଦରେ ଓ ହରିବୋଲ ହୁଳୁହୁଳି ଧ୍ୱନିରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଠାକୁରଙ୍କର ପରିକ୍ରମା ନୀତି ସମ୍ପନ୍ନ ହୋଇଥିଲା ଏବଂ ଭୋଗଖିଆ ନୀତି ଅନୁଷ୍ଠିତ ହୋଇଥିଲା। ତତ୍ସହିତ ରାତ୍ର 10 ଘଟିକା ସମୟରେ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ମହାପ୍ରଭୁଙ୍କ କାର୍ଯ୍ୟରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କମିଟି ଉପଦେଷ୍ଟା ଶ୍ରୀଯୁକ୍ତ ନୀଳାଚଳ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ରଞ୍ଜନ ସିଂ ସାମନ୍ତ, ସୌମ୍ୟରଞ୍ଜନ ରଥ, ସଞ୍ଜୟ କୁମାର ପଣ୍ଡା, ଅବସର ସେନା ଅଧିକାରୀ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ବାରିକ, ପ୍ରାକ୍ତନ ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ, ସଞ୍ଜୀବ କେଶରୀ, ସୁରେନ୍ଦ୍ର କୁମାର ମିଶ୍ର, ସଞ୍ଜୟ ବେହେରା, ସାମ୍ବାଦିକ ମନୋଜ କୁମାର ବାରିଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସମ୍ପୂର୍ଣ୍ଣ ସହଯୋଗ କରି ମହାପ୍ରଭୁଙ୍କ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। କୃଷ୍ଣପ୍ରସାଦରୁ ଦେବେନ୍ଦ୍ରନାଥ ଦଳାଇଙ୍କ ରିପୋର୍ଟ, G9 ଓଡ଼ିଆ।